ଥରେ ଗୋଟିଏ ସ୍ତ୍ରୀ ଲୋକର ଘରକୁ ତିନୋଟି ସାଧୁ ମହାତ୍ମା ଆସିଲେ। ସ୍ତ୍ରୀ ଲୋକଟି ଘରୁ ବାହାରି ସେ ତିନୋଟି ସାଧୁଙ୍କୁ କହିଲା, ହେ ମହାତ୍ମା, ମୋ ପାଖରେ ଆପଣଙ୍କ କ'ଣ କାମ? ସାଧୁ କହିଲେ, ଆମେ ସନ୍ନ୍ୟାସୀ ଅଟୁ ଏବଂ ଆମେ ଭୋକରେ ମଧ୍ୟ ଅଛୁ। ତମ ଘରେ ଆଜି ଭୋଜନ କରିବାର ଇଚ୍ଛା ରଖିଛୁ। ସେ ସ୍ତ୍ରୀ ଲୋକଟି ଏକଥା ଶୁଣି ନିଜକୁ ଭାଗ୍ୟବାନ ଭାବିଲା ଏବଂ କହିଲା, ହେ ସାଧୁ ମହାତ୍ମା, ତମେ ମୋ ଘର ଭିତରକୁ ଆସ, ମୁଁ ଭୋଜନର ବ୍ୟବସ୍ଥା କରୁଛି। ସେ ସାଧୁମାନେ ଘର ଭିତରକୁ ଯିବା ପାଇଁ ଛିଡ଼ା ହୋଇଗଲେ ଏବଂ ସେ ସ୍ତ୍ରୀକୁ ଡାକି ପଚାରିଲେ, ତମ ଘରେ କିଏ କିଏ ଅଛ? ସେ କଥା ଶୁଣି ସେ ସ୍ତ୍ରୀ କହିଲା, ଘରେ ତ ଏବେ ମୁଁ ଏକୁଟିଆ ଅଛି, ମୋ ସ୍ୱାମୀ ବଜାରକୁ ଯାଇଛନ୍ତି। ସେ କଥା ଶୁଣି ସାଧୁ କହିଲେ, ତମ ଘରରେ ଏବେ ପୁରୁଷ ସଦସ୍ୟ ନାହାନ୍ତି ଯିଏକି ଆମର ଅତିଥି ସତ୍କାର କରିପାରିବ। ସେଥିପାଇଁ ଆମେ ଫେରି ଯାଉଛୁ, ତମ ଘରରେ ଭୋଜନ କରିପାରିବୁ ନାହିଁ। ତିନୋଟି ସାଧୁ ଯେମିତି କିଛି ବାଟ ଯାଇଛନ୍ତି, ସେ ସ୍ତ୍ରୀର ସ୍ୱାମୀ ଘରକୁ ଆସିଲା। ସେ ସ୍ତ୍ରୀ ତା ସ୍ୱାମୀକୁ ସେ ତିନି ସାଧୁଙ୍କ ବିଷୟରେ ସବୁ କିଛି କହିଲା। ସେ ସ୍ତ୍ରୀର ସ୍ୱାମୀ କହିଲା କି, ଘର ବାଟରୁ ଗୋଟିଏ ସାଧୁ ଫେରିଯିବା ଘର ପାଇଁ ଭଲ ନୁହେଁ, ଯାଅ ପୁଣି ସେ ତିନି ସାଧୁଙ୍କୁ ଫେରାଇ ଆଣ। ତା ସ୍ୱାମୀର କଥାରେ ସେ ସ୍ତ୍ରୀ ସେ ତିନି ସାଧୁଙ୍କୁ ଫେରାଇ ଆଣିବା ପାଇଁ ବାହାରିଗଲା। କିଛି ଦୂର ଯିବା ପରେ ସେ ତିନି ସାଧୁଙ୍କୁ ଭେଟିଲା। ସେ ସ୍ତ୍ରୀ ସେ ସାଧୁମାନଙ୍କୁ ଡାକିଲା। ସାଧୁ ସେ ସ୍ତ୍ରୀର କଥା ଶୁଣି ଅଟକି ଗଲେ। ସେ ସ୍ତ୍ରୀ ଲୋକଟି କହିଲା ସାଧୁଙ୍କୁ କି, ମୋର ସ୍ୱାମୀ ଘରକୁ ଆସିଯାଇଛନ୍ତି, ଏବେ ଆପଣ ତିନି ମହାତ୍ମା ବି ଆମ ଘରକୁ ଚାଲନ୍ତୁ ଭୋଜନ ପାଇଁ। ସେ ସ୍ତ୍ରୀର କଥା ଶୁଣି ସେ ସାଧୁମାନେ କହିଲେ, ଆମେ ତିନି ସାଧୁ ଗୋଟିଏ ଜାଗାରେ ଏକାଠି କେବେ ହେଲେ ଭୋଜନ କରିନାହିଁ। ପ୍ରଥମେ ଗୋଟିଏ ସାଧୁ ଯିବ, ତାପରେ ଦ୍ୱିତୀୟ ସାଧୁ ଯିବ, ତାପରେ ତୃତୀୟ। କାହିଁକିନା ଆମ ନାମ ଅଟେ ପ୍ରେମ, ଧନ ଏବଂ ସଫଳତା। ଏବଂ ଆମ ଭିତରୁ ଯିଏ ବି କାହା ଘରରେ ଭୋଜନ କରିବ ତ ସେ ଘରରେ ତାହା ଭର୍ତ୍ତି ହୋଇ ରହିବ। ଏବେ ତମେ କହ, ତମେ ପ୍ରଥମେ କାହାକୁ ଡାକିବ, ପ୍ରେମ, ଧନ ନା ସଫଳତା? ସାଧୁଙ୍କ କଥା ଶୁଣି ସେ ସ୍ତ୍ରୀ ତାର ସ୍ୱାମୀ ପାଖକୁ ଆସିଲା ଏବଂ କହିଲା, ଆମେ କାହାକୁ ପ୍ରଥମେ ଭୋଜନ ପାଇଁ ଘରକୁ ଡାକିବା? ସେ ସ୍ତ୍ରୀର ସ୍ୱାମୀ କହିଲା, ଧନକୁ ପ୍ରଥମେ ଭୋଜନ ପାଇଁ ନିମନ୍ତ୍ରଣ ଦିଅ। ଧନ ଆସିଲେ ଆମ ଗରିବୀ ଦୂର ହୋଇଯିବ ଏବଂ ଆମେ ଖୁସିରେ ଦିନ ବିତାଇବା। ସେ କଥା ଶୁଣି ସ୍ତ୍ରୀ କହିଲା, କାହିଁକିନା ଆମେ ସଫଳତାକୁ ଘରକୁ ଡାକିବା। ସଫଳତା ଆସିଲେ ଆମ ସବୁତକ କାମ ସଫଳ ହୋଇଯିବ ଏବଂ ଟଙ୍କା ମଧ୍ୟ ଆସିବ ଏବଂ ଆମ ଦୁଃଖ ଦୂର ହୋଇଯିବ। ସେ ଦୁହିଁଙ୍କ ମଧ୍ୟରୁ କାହାକୁ ଡାକିବେ ସ୍ଥିର କରିପାରିଲେ ନାହିଁ। ସେଥିପାଇଁ ସେ ସ୍ୱାମୀ ସ୍ତ୍ରୀ କହିଲେ, ଆମେ ଦୁହିଁଙ୍କୁ ଡାକିବା, ସଫଳତାକୁ ଏବଂ ଧନକୁ। ଯାହାର ଇଚ୍ଛା ଥିବ ସେ ପ୍ରଥମେ ଆସିବ ଭୋଜନ ପାଇଁ। ସେ ଦୁଇ ସ୍ୱାମୀ ସ୍ତ୍ରୀ ସେ ସାଧୁଙ୍କ ପାଖକୁ ଯାଇ କହିଲେ, ଧନ ଏବଂ ସଫଳତା ନାମକ ସାଧୁ, ଯାହାର ବି ପ୍ରଥମେ ଆସିବାର ଇଚ୍ଛା ଅଛି ଚାଲି ଆସ ଭୋଜନ ପାଇଁ। ସେମାନଙ୍କ ଏକଥା ଶୁଣି ସେ ତିନି ସାଧୁ ସେଠାରୁ ଚାଲିଯିବାକୁ ଲାଗିଲେ। ସେ ସ୍ତ୍ରୀ ସେ ତିନି ସାଧୁଙ୍କୁ ଅଟକାଇ କହିଲା, ଆପଣ ଶୁଣୁନାହାନ୍ତି କାହିଁକି? ସେ ମଧ୍ୟରୁ ଗୋଟିଏ ସାଧୁ କହିଲେ, ଦେବୀ, ଏ କଥା ସତ୍ୟ ଅଟେ କି ଆମେ ତିନି ଜଣ ଗୋଟିଏ ଘରରେ ଭୋଜନ କରୁନାହିଁ, କିନ୍ତୁ ଯେଉଁ ଜ୍ଞାନୀ ମଣିଷ ପ୍ରଥମେ ପ୍ରେମକୁ ଭୋଜନ ପାଇଁ ଡାକେ ତ ତା ପଛରେ ଧନ ଏବଂ ସଫଳତା ମଧ୍ୟ ଚାଲିଯାଉଁ ଘର ଭିତରକୁ ଭୋଜନ ପାଇଁ। କିନ୍ତୁ ଯିଏ ଧନ ଏବଂ ସଫଳତାକୁ ପ୍ରଥମେ ଡାକେ, ଆମେ କେହି ବି ତା ଘରକୁ ଭୋଜନ ପାଇଁ ନ ଯାଇ ଆମେ ଆମ ରାସ୍ତାରେ ଚାଲିଯାଉଁ। ବନ୍ଧୁଗଣ, ଏ କାହାଣୀରୁ ଶିଖିବାକୁ ଏହା ପାଇଲା କି ଯେଉଁ ଘରେ ପ୍ରେମ ସ୍ନେହକୁ ଜାଗା ମିଳିଥାଏ ସେ ଘରରେ ସଫଳତା, ଟଙ୍କା ଆପେ ଆପେ ଚାଲି ଆସେ। ସେଥିପାଇଁ ସ୍ନେହ ପ୍ରେମ ବାଣ୍ଟିବା ଶିଖ, ଟଙ୍କା ପଇସା ନୁହେଁ।